ସୁରଭି 2024 ପାଇଁ କ୍ୱିଜ୍ ପ୍ରଶ୍ନ ଆଜି ଆଲୋଚନା କରିବା, ଯାହାକି ଆମର କଳା ଓ ସଂସ୍କୃତି, ବିଜ୍ଞାନ, ଗଣିତ, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଏବଂ ପୌଷ୍ଟିକ ଖାଦ୍ୟ ଉପରେ ଆଧାରିତ ରହିବ। ଆମେ ଏଠି ସବୁଥିରୁ କିଛି କିଛି ପ୍ରଶ୍ନ ନେବାକୁ ଚେଷ୍ଟା କରିଛୁ। କୁମ୍ଭୀର କାହା ସାହାଯ୍ୟରେ ଶ୍ୱାସକ୍ରିୟା କରେ? ଏହାର ସଠିକ ଉତ୍ତରଟି ହେଉଛି ଫୁସ୍ଫୁସ୍। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ଆୟୋଡିନ୍ ଅଭାବ ଯୋଗୁଁ କେଉଁ ରୋଗ ହୁଏ? ଏହାର ଉତ୍ତରଟି ହେଉଛି ଗଳଗଣ୍ଡ ରୋଗ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଭିଡ଼ିଓଟିକୁ ଲାଇକ୍ କରିବେ। କେଉଁ ଶାଢ଼ୀ ପାଇଁ ସମ୍ବଲପୁର ସହର ପ୍ରସିଦ୍ଧ? ଏହାର ଉତ୍ତରଟି ହେଉଛି ସମ୍ବଲପୁରୀ ଶାଢ଼ୀ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସ୍ଥାନ ଚାନ୍ଦୁଆ କାମ ପାଇଁ ପ୍ରସିଦ୍ଧ? ଏହାର ଉତ୍ତରଟି ହେଉଛି ପୁରୀ ଜିଲ୍ଲାର ପିପିଲି ସହର ଚାନ୍ଦୁଆ କାମ ପାଇଁ ପ୍ରସିଦ୍ଧ। କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଲାଙ୍ଗୁଳା ନରସିଂହ ଦେବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କୋଣାର୍କ ମନ୍ଦିରରେ କେଉଁ ଦେବତା ପୂଜା ପାଇଥାନ୍ତି? ଏହାର ସଠିକ ଉତ୍ତରଟି ହେଉଛି ସୂର୍ଯ୍ୟ ଦେବତା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମନ୍ଦିର ମାଳିନୀ ସହର କାହାକୁ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଭୁବନେଶ୍ୱର ସହର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ନୂଆଖାଇ କେଉଁ ମାସରେ ପାଳନ କରାଯାଏ? ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ। ଏହାକୁ ଭାଦ୍ରବ ମାସରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଯାତ୍ରା ପାଇଁ ଫୁଲବାଣୀ ପ୍ରସିଦ୍ଧ? ଏହାର ଉତ୍ତରଟି ହେଉଛି କନ୍ଧ ନୃତ୍ୟ ବା କନ୍ଧମାନଙ୍କର ଯେଉଁ ନାଚ ସେଥିପାଇଁ ପ୍ରସିଦ୍ଧ। କେଉଁ ସାର ଶରୀର ବୃଦ୍ଧିରେ ସାହାଯ୍ୟ କରେ? ଖାଦ୍ୟ ସାର, ସ୍ପେଲିଂ ମିଷ୍ଟେକ୍ ହୋଇଯାଇଛି, ପୁଷ୍ଟିସାର। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀ ନିଜ ଅକ୍ଷ ଚାରିପଟେ କରୁଥିବା ଗତିକୁ କ'ଣ କୁହାଯାଏ? ଏହାର ଉତ୍ତରଟି ହେଉଛି ଆବର୍ତ୍ତୀ ଗତି। ପରବର୍ତ୍ତୀ ପ୍ରଶ୍ନ, ଡାଲିରେ କେଉଁ ଖାଦ୍ୟ ସାର ଥାଏ? ଏହାର ସଠିକ ଉତ୍ତରଟି ହେଉଛି ପୁଷ୍ଟିସାର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାତରେ କେଉଁ ଖାଦ୍ୟ ସାର ଥାଏ? ଏହାର ଉତ୍ତରଟି ହେଉଛି ଶ୍ୱେତସାର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଖାଦ୍ୟ ସାର ଶରୀରକୁ ଶକ୍ତି ଯୋଗାଇଥାଏ? ଏହାର ଉତ୍ତରଟି ହେଉଛି ଶ୍ୱେତସାର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ଖାଦ୍ୟ ସାର ଶରୀରକୁ ଚିକ୍କଣ ରଖିଥାଏ? ଏହାର ଉତ୍ତରଟି ହେଉଛି ସ୍ନେହ ସାର। ଆମେ ଏଠି ସବୁଥିରୁ କିଛି କିଛି ପ୍ରଶ୍ନ ଆଣିଛୁ। ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। 1 ମିଟର କେତେ ସେଣ୍ଟିମିଟର? ଏହାର ଉତ୍ତର ହେଉଛି 1 ମିଟର ସମାନ 100 ସେଣ୍ଟିମିଟର। 1 କିଲୋମିଟର କେତେ ମିଟର? ଏହାର ଉତ୍ତରଟି ହେଉଛି 1000 ମିଟର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 1 ସେମି କେତେ ମିଲିମିଟର? ଏହାର ଉତ୍ତରଟି ହେଉଛି 10 ମିଲିମିଟର। 1 ସେଣ୍ଟିମିଟର 10 ମିଲିମିଟର। ଯେଉଁ ତ୍ରିଭୁଜର ଦୁଇଟି ବାହୁର ଦୈର୍ଘ୍ୟ ସମାନ ତାହାକୁ କେଉଁ ତ୍ରିଭୁଜ କୁହାଯାଏ? ଏହାର ଉତ୍ତରଟି ହେଉଛି ସମଦ୍ୱିବାହୁ ତ୍ରିଭୁଜ। ତ୍ରିଭୁଜର 3 ବାହୁର ଦୈର୍ଘ୍ୟର ସମଷ୍ଟିକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ପରିସୀମା। ଆୟତକ୍ଷେତ୍ରର କ୍ଷେତ୍ରଫଳର ସୂତ୍ରଟି କ'ଣ? ଏହାର ଉତ୍ତରଟି ହେଉଛି ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 1 ଅୟୁତ କେତେ ହଜାର? ଏହାର ସଠିକ ଉତ୍ତରଟି ହେଉଛି 1 ଅୟୁତ ସମାନ 10,000। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 10 ଅୟୁତ କେତେ ଲକ୍ଷ? ଏହାର ସଠିକ ଉତ୍ତରଟି ହେଉଛି 1 ଲକ୍ଷ। 10 ଅୟୁତ ସମାନ 1 ଲକ୍ଷ ବା 1 ଲକ୍ଷ ସମାନ 10 ଅୟୁତ। କେଉଁ ନୃ ବାନର ଦେହର ଗଠନ ଭଳି
ମନୁଷ୍ୟର ଦେହର ଗଠନ ହୋଇଛି? ଏହାର ଉତ୍ତରଟି ହେଉଛି ଗରିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ନୃବାନରର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଉଥିବା ଦେଖାଯାଏ? ଏହାର ଉତ୍ତର ହେଉଛି ସିମ୍ପାଞ୍ଜି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ହିଷ୍ଟ୍ରି ଶବ୍ଦଟି ଗ୍ରୀକ୍ ଶବ୍ଦର କେଉଁ ଶବ୍ଦରୁ ଆସିଛି? ଏହାର ଉତ୍ତର ହେଉଛି ହିଷ୍ଟୋ। ହିଷ୍ଟୋ ଶବ୍ଦରୁ ହିଷ୍ଟ୍ରି ଶବ୍ଦଟି ଆସିଛି, ଯୋଉଟାକି ଆମର ଇତିହାସ। ହର୍ଷଚରିତ କିଏ ଲେଖିଥିଲେ? ଏହାର ଉତ୍ତରଟି ହେଉଛି ବାଣଭଟ୍ଟ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗୁଛି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ। ଅର୍ଥଶାସ୍ତ୍ର କିଏ ଲେଖିଥିଲେ? ଏହାର ଉତ୍ତରଟି ହେଉଛି କୌଟିଲ୍ୟ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଚୀନ ପରିବ୍ରାଜକ ଓଡ଼ିଶାକୁ ଆସିଥିଲେ? ଏହାର ଉତ୍ତରଟି ହେଉଛି ଜୁଆଂଜାଙ୍ଗ। ୟାଙ୍କୁ ମଧ୍ୟ ହୁଏନସାଙ୍ଗ କହନ୍ତି, ଯାହା ଲେଖିଲେ ବି ହବ, ଜୁଆଂଜାଙ୍ଗ ହୁଏନସାଙ୍ଗ। ନିଆଁର ଉଦ୍ଭାବନ କେଉଁ ଯୁଗରେ ହୋଇଥିଲା? ଏହାର ଉତ୍ତର ହେଉଛି ପୁରାତନ ପ୍ରସ୍ତର ଯୁଗ। ତା ପୂର୍ବରୁ ମନୁଷ୍ୟମାନେ କଞ୍ଚା ମାଂସ ଖାଉଥିଲେ। ଆଦିମ ମାନବ କେଉଁ ଜୀବକୁ ପ୍ରଥମେ ପାଳନ କରିଥିଲା ପୋଷା ଭାବରେ? ଏହାର ଉତ୍ତର ହେଉଛି କୁକୁର। କୁକୁରକୁ ପ୍ରଥମେ ପୋଷା ଜୀବ ଭାବରେ ଆଦିମ ମଣିଷ ରଖିଥିଲା। ଲୋକମାନେ ପ୍ରଥମ ଥର ଚାଷ କାର୍ଯ୍ୟ କରିବାର ପ୍ରମାଣ କେଉଁ ସ୍ଥାନରୁ ମିଳେ? ଏହାର ଉତ୍ତର ହେଉଛି ମେହେରଗଡ଼, ଯୋଉଟାକି ଆମର ପାକିସ୍ତାନରେ ଅଛି ବର୍ତ୍ତମାନ। ମହେଞ୍ଜୋଦାରୋର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ମୃତ ନଗରୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କିଏ ହରପ୍ପା ସହରକୁ ଆବିଷ୍କାର କରିଥିଲେ? ହରପ୍ପା ସହରକୁ ଦୟାରାମ ସାହାଣୀ 1921 ମସିହାରେ ଆବିଷ୍କାର କରିଥିଲେ। ସେତେବେଳକୁ ଇଂରେଜ ମାନଙ୍କର ଶାସନ ଥିଲା। ମହେଞ୍ଜୋଦାର ସହରକୁ କିଏ ଆବିଷ୍କାର କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ରାଖାଲ ଦାସ ବାନର୍ଜୀ 1922 ମସିହାରେ। ବେଦର ଅନ୍ୟ ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ବେଦର ଅନ୍ୟ ନାମ ହେଉଛି ଶ୍ରୁତି। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା, ବୁଦ୍ଧ ଦେବ କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ? ଏହାର ଉତ୍ତରଟି ହେଉଛି କୁଶୀନଗର। ଇଣ୍ଡିକା କିଏ ଲେଖିଥିଲେ? ଏହାର ଉତ୍ତରଟି ହେଉଛି ମେଗାସ୍ଥିନିସ୍। ମେଗାସ୍ଥିନିସ୍ ଇଣ୍ଡିକାକୁ ଲେଖିଥିଲେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଅଶୋକ ସ୍ତମ୍ଭର ଉଚ୍ଚତା କେତେ ମିଟର? ଏହାର ଉତ୍ତର ହେଉଛି 2.15 ମିଟର। ସପ୍ତର୍ଷି ମଣ୍ଡଳର ଆକାର କେଉଁ ଚିହ୍ନ ପରି? ଏହାର ଉତ୍ତରଟି ହେଉଛି ପ୍ରଶ୍ନବାଚୀ। ଆମର ଉତ୍ତର ଦିଗରେ ଦେଖାଦେଇଥାଏ ସପ୍ତର୍ଷି ମଣ୍ଡଳ, ସମସ୍ତେ ଦେଖିଥିବେ। ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ ପ୍ରାୟ କେତେ ମିନିଟ ସମୟ ଲାଗେ? ଏହାର ଉତ୍ତର ହେଉଛି 8 ମିନିଟ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟର ଆୟତନ ପୃଥିବୀଠାରୁ କେତେ ଗୁଣ ବଡ଼? ଏହାର ଉତ୍ତର ହେଉଛି 13 ଲକ୍ଷ ଗୁଣ ବଡ଼। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ପୃଥିବୀର କେତୋଟି ପ୍ରାକୃତିକ ଉପଗ୍ରହ ଅଛି ବା ସ୍ୟାଟେଲାଇଟ୍ ଯୋଉଟାକୁ ଆମେ କହୁଛେ? ଏହା ହେଉଛି ଗୋଟିଏ, ଏହା ହେଉଛି ଚନ୍ଦ୍ର, ଆମର ନ୍ୟାଚୁରାଲ ସ୍ୟାଟେଲାଇଟ୍ ଚନ୍ଦ୍ର। କାହାକୁ ନୀଳ ଗ୍ରହ କୁହାଯାଏ? ଏହାର ଉତ୍ତର ହେଉଛି ପୃଥିବୀ, କାରଣ ପୃଥିବୀରେ ବେଶୀ ପୃଥିବୀକୁ ମହାକାଶରୁ ଦେଖିଲେ ନୀଳ ଦିଶେ, ତେଣୁ ଏହାକୁ ନୀଳ ଗ୍ରହ କୁହାଯାଏ। ପୃଥିବୀ 1 ଡିଗ୍ରୀ ବୁଲିବା ପାଇଁ କେତେ ମିନିଟ ସମୟ ଲାଗେ? ଏହାର ଉତ୍ତର ହେଉଛି 4 ମିନିଟ। ପୃଥିବୀକୁ 1 ଡିଗ୍ରୀ ବୁଲିବା ପାଇଁ 4 ମିନିଟ ସମୟ ଲାଗେ। ପୃଥିବୀର ଆବର୍ତ୍ତନ ସମୟ କେତେ? ଏହାର ଉତ୍ତର ହେଉଛି 23 ଘଣ୍ଟା 56 ମିନିଟ 4 ସେକେଣ୍ଡ। ମନେ ରଖନ୍ତୁ, 24 ଘଣ୍ଟା ନୁହେଁ, 23 ଘଣ୍ଟା 56 ମିନିଟ 4 ସେକେଣ୍ଡ। ସବୁଠାରୁ ବଡ଼ ଅକ୍ଷାଂଶ କେଉଁଟି? ଏହାର ଉତ୍ତରଟି ହେଉଛି ବିଷୁବ ରେଖା। ଏଇଠି ଆମ ପ୍ରଶ୍ନ ଗୁଡ଼ିକ ସରିଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ପୂର୍ବରୁ ପାର୍ଟ 1, ପାର୍ଟ 2, ପାର୍ଟ 3, ପାର୍ଟ 4, ପାର୍ଟ 5 ଅପଲୋଡ ହୋଇସାରିଛି। ଯଦି ଦେଖିନାହାନ୍ତି ସେଗୁଡ଼ିକୁ ଦେଖିନିଅନ୍ତୁ। ଧନ୍ୟବାଦ।